କୁମ୍ଭୀର ଧରାପରେ ଗ୍ରାମବାସୀ ମଧ୍ୟରେ ଉଲ୍ଲାସ ଖୁସି। ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକର ଲୋଗେଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଏମ୍ପିଭି 83 କାର ପୋଖରୀରେ ବିଗତ 4 ଦିନ ଧରି ରହୁଥିବା କୁମ୍ଭୀରକୁ ବନ ବିଭାଗ ଆଜି ସଫଳତାର ସହିତ ଉଦ୍ଧାର କରିଛି। ଏହି ଅପରିଚିତ ଅତିଥିର ଆଗମନ ଦେଖି ଗାଁବାସୀ ଆତଙ୍କିତ ହୋଇଯାଇଥିଲେ। ଏହି ଘଟଣା ଗତ 4 ଦିନ ତଳେ ଘଟିଥିଲା, ଯେଉଁଠାରେ ଜଣେ ଲୋକ ଗାଧୋଇବା ପାଇଁ ପୋଖରୀକୁ ଯାଇ କୁମ୍ଭୀର ଦେଖି ଚିତ୍କାର କରିଥିଲେ। ଗ୍ରାମବାସୀ ଏହାକୁ ଗୁରୁତର ସହିତ ଦେଖି ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗ ଦ୍ରୁତ ଭାବରେ ଘଟଣାସ୍ଥଳକୁ ପହଞ୍ଚି ଡ୍ରୋନ୍ କ୍ୟାମେରା ମାଧ୍ୟମରେ ପରିସ୍ଥିତିର ମୂଲ୍ୟାଙ୍କନ କରିଥିଲେ। ଗ୍ରାମବାସୀଙ୍କ ଅନୁମାନ ଥିଲା ଯେ ପୋଖରୀ ଭିତରେ 4-5ଟି କୁମ୍ଭୀର ଅଛନ୍ତି। ତେବେ ଡ୍ରୋନ୍ ଚିତ୍ରରେ ମାତ୍ର ଗୋଟିଏ କୁମ୍ଭୀର ଥିବା ସ୍ପଷ୍ଟ ହୋଇଥିଲା। ବନ ବିଭାଗ ପକ୍ଷରୁ ପୋଖରୀ ପାଖରେ ବ୍ୟାନର ଲଗାଇ ଲୋକମାନଙ୍କୁ ପାଖକୁ ନ ଯିବାକୁ ଚେତାବନୀ ମଧ୍ୟ ଦେଇଥିଲେ। ଗାଁ ଲୋକମାନେ କହିଛନ୍ତି ଏହି କୁମ୍ଭୀର ବୋଧହୁଏ ପୋଲୁର ନଦୀରୁ ଆସିଥିବା। ଏହି ଅସାଧାରଣ ଆଗମନରେ ଗାଁରେ ଅନେକ ଟିପ୍ପଣୀ ଓ ଆଶଙ୍କା ବ୍ୟକ୍ତ ହେଉଛି। କିନ୍ତୁ ଆଜି ସକାଳୁ ବନ ବିଭାଗ ଓ ଗ୍ରାମବାସୀ ମିଶି ଜାଳ ଟାଣି ଠିକ୍ 12ଟାରେ କୁମ୍ଭୀରକୁ ଧରି ଉଦ୍ଧାର କରିଛନ୍ତି। ଏହି ଉଦ୍ଧାର ପରେ ଗ୍ରାମବାସୀ ଆଶ୍ୱସ୍ତ ହୋଇଛନ୍ତି, ଯଦିଓ ସେମାନେ ଭାବରେ ଆଉ କୌଣସି କୁମ୍ଭୀର ନ ଆସିଯାଏ ବୋଲି ଚିନ୍ତିତ ଅଛନ୍ତି। ବନ ବିଭାଗ ଏହି କୁମ୍ଭୀରକୁ ସୁରକ୍ଷିତ ଭାବରେ ଚିତ୍ରକୋଣ୍ଡା ଜଳଭଣ୍ଡାରରେ ଛାଡ଼ିଥିବା ସମ୍ଭାବନା ଥିବା ଜଣାପଡ଼ିଛି। ମାଲକାନଗିରିରୁ କ୍ୟାମେରା ପର୍ସନ ପିଣ୍ଟୁ କୁମାରଙ୍କ ସହ ଈଶ୍ୱର ଆଦଗୀଙ୍କ ରିପୋର୍ଟ, ଆଦର୍ଶ ନ୍ୟୁଜ୍।